ରାଣ ଦେଲି ଚାଲି ଯିବୁ ବଦଳେଇ ବାଟ। ହଁ ଅବିବେକୀ କଳଙ୍କିନି କିଛି ତତେ କହିବିନି, ପୁଣ୍ୟ ମୋର ପ୍ରେମରେ ଅଛି। ଧୀରେ ପର କରି ସାରିଛି ଲୁହରେ କେତେ କେତେ ରାତି ପୁଣି ଝୁରି ମରିଛି ତତେ ମୁଁ ଧୀରେ ଧୀରେ ଧୀରେ। କଣ ଗୀତ ଦେଖି ଭାବୁଛ ନା ହଁ ମୁଁ କୋଉଠି ଧୋକା ଫୋକା ଖାଇଗଲି କି? ଧୋକା ତ ଆମେ କେବେ ଖାଇବନି। ଧୋକା ଖାଇଛି ମୋ ସାଙ୍ଗ, କିନ୍ତୁ ସେ ମତେ କହୁଥିଲା, କିନ୍ତୁ ମୁଁ ତାକୁ ଟିକେ କହିଲି ମୁଁ ନାଇଁ ତୋ ଧୋକା କଥା ପରେ ଶୁଣିବି। ଏବେ ଗୋଟେ ଅଲରେଡି ଗୋଟେ କଥା ଆସିଛି, ସେଇଟାକୁ ଫାଷ୍ଟ କହିବୁ। ନା ମୁଁ କହିବି ହେଲା, ମୁଁ କହିବି ତୁ ଶୁଣେ, ତାପରେ ସେ ତୁ ଭଲ ପାଇବା କଥା ପରେ। ଭଲ ପାଇବା ତ ସଂସାରକୁ ଗଣ୍ଡ ଲାଗିଛି, ସିଏ ଲାଗିଥିବ। ଏବେ ଯୋଉଟା ଆସିଛି ସେଇଟା ଶୁଣ ଆଗ। ଦେଖ ଏ ଭିଡ଼ିଓଟା କେହି ବି ଦେହକୁ ନେବେନି, ଯାହା ବି କହିବି ସବୁ ସତ ହିଁ କହିବି। ଯୋଉଟା ହଉଛି ସେଟା ଆମ ସହ, ସେଇଟା ହିଁ କହୁଛି, କି ମନ ଗড়ା କାହାଣୀ ବି କହୁନି। ଭିଡ଼ିଓ ତାର ପରେ ଥାଉ। ଗୋଟେ ଏବେ ସାଥି ଗୋଟେ ରିସେଣ୍ଟଲି ଗୋଟେ କଥା ହେଲା କଣ କି, ମୁଁ ଘରେ ଖାଇକି ବସିଥିଲି, ଘରେ ବାବା କହିଲେ କି ଆରେ ଘର ତ ଆସିଛି ସମସ୍ତଙ୍କର, ଇନକ୍ୱାରି ବାଲା ଆସିଛନ୍ତି, ଯାଉନି ଟିକେ ତାଙ୍କ ପାଖକୁ। ମୁଁ ଯେମିତି ଶୁଣିଲି ଇନକ୍ୱାରି ବାଲା ଆସିଛନ୍ତି, ମୋ ମନ ପୁରା ବହୁତ ଖୁସି। ଯାହା ହଉ ଇନ୍ଦିରାବାସ ଘର ଆସିନି, ଯାଉ ଆସିବ ହେରି। ଚାଳ ଘରେ ରହିଛୁ, ଯାଉ ଛାତ ଘରେ ପଡ଼ିଯିବ, ମାନେ ମନରେ ବହୁତ ଖୁସି ଲାଗୁଛି। ମାନେ ମିଡିଲ କ୍ଲାସ ନା, ଧନୀ ନୁହଁ କି ସେତେ ବି ପୁରା ଇଏ ନୁହଁ, ପୁରା ମଝାମଝି ତ ବଞ୍ଚିବା ନା ଯାହା ଯେମିତି କରି। ତ ମନଟା ଖୁସି ଲାଗିଲା। ଯାହାହେଲେ ବି କେତେ ଦିନ ପରେ ଚାଳ ଘରୁ ଛାତ ଘରକୁ ଯିବାଟା ବଡ଼ ଲୋକଙ୍କ ପାଇଁ ସେଇଟା ଅଧିକ ଖୁସି ନେଇଥାଏ, କିନ୍ତୁ ଆମ ପାଇଁ ସେଇଟା ବହୁତ ଖୁସି ଲାଗେ। ତ ମୁଁ ସେ ସାଥି ହାତ ଧୁଆଧି କରିକି ଗଲି ତାଙ୍କ ପାଖକୁ। ଦେଖ ତାଙ୍କ ପାଖକୁ ମୁଁ ଗଲି ଏହା ମାନେ ନୁହଁ କି ମୁଁ ତାଙ୍କ ପାଖକୁ ଗଲି, ତାଙ୍କୁ ଡାକି ନେଇ ଆସିଲି, ଫଟୋ ଉଠେଇଦେଲା ଆମର ଘର ଆସିଲା ହାରି, ମୁଁ ଚାଳ ଘରୁ ସିଧା ଛାତ ଘରକୁ ପଳେଇଲି। ସେଇଟା ତ ହବା ସ୍ୱପ୍ନ କଥା ଭାଇ। ତା ପୂର୍ବରୁ କେତେ ସାରା ଟୁଇଷ୍ଟ ଅଛି, ଟିକେ ଦେଖିଦିଅ। ଦେଖ ମୁଁ ଯାହା ବି କିଛି କହୁଛି କେହି ବି ଦେହକୁ ନେବେନି, ଯୋଉଟା ସତ ସେଇଟା କହୁଛି ହେଲା, କହିକି ରଖୁଛି, କେହି ବି ଭୁଲ ବୁଝିବେନି। କି ସରକାର ଲୋକଙ୍କ ଉପରେ ବି ମୁଁ କହୁନି, ସେ ଠିକ। କେବଳ ଆମେ ହିଁ ଯୋଉ କହନ୍ତିନି ଜନତା, ଏଇସବୁ ଗ୍ରାମବାସୀ ବୃନ୍ଦ, ଏଇମାନେ ହିଁ କେବଳ ଖରାପ। କାହିଁ ବାହାର ଲୋକଙ୍କୁ କାହାକୁ ଦୋଷ ଦେବା, ନିଜେ ତ ଠିକ ନାହିଁ, ପରକୁ କହିଲେ କି ଲାଭ। ଦେଖ କହି ରଖୁଛି, ଗୋଟେ ଗାଁରେ ଚାଳ ଘର ଥାଏ, ମାଟି ଘର ଥାଏ, ଚାଳ ମାଟି ଏକା। ଚାଳ, ଆଜବେଷ୍ଟ, ତାପରେ ଆଉ କଣ ଟିଣ, ମୋ ଲକ୍ଷ୍ୟରେ ଆମ ଗାଁରେ ଯାହା ଅଛି ମୁଁ ସେଇଟା କହୁଛି। ବହୁତ ପ୍ରକାର ତ ଘର ଅଛି, ମୁଁ ଯୋଉଟା ଜାଣିଛି ସେଇଟା ମୁଁ କହୁଛି। ତାପରେ ଛାତ ହେଲା, 4 ପ୍ରକାର। ଚାଳ, ଟିଣ, ଆଜବେଷ୍ଟ, ଛାତ, 4 ପ୍ରକାର। 4 ପ୍ରକାର ଭିତରୁ ମୁଁ ଭାବିଲି ହଁ ଯାହାହେଲେ ବି ଲୋକ ହେଇଥିବେ, ଆଗରୁ ବି ସମସ୍ତଙ୍କର ଆସିଛି ନା, ହଁ ଏବେ ବି ସେମିତି ଲୋକ ଥିବେ। ମୁଁ ଯିବି କେତେ ଘଣ୍ଟେ 2 ଘଣ୍ଟା ତାଙ୍କ ପଛରେ ବୁଲିବି, ତାପରେ ତାଙ୍କୁ ଆଣିକି ଆମ ଘର ଦେଖେଇବି, ତାପରେ ସେ ଫଟୋ ନେଇଗଲା ପରେ ତାପରେ ପ୍ରୋସେସିଂ ଯାହା ବାହାରିଥିବ ହବ ଆଉ କଣ, ଯାହାହେଲେ ତ ସମୟ ଲାଗିବ ନା। ତ ଏଇଆ ମୁଁ ଭାବିକି ଯେତେବେଳେ ଗଲି, ଗଲା ବେଳକୁ ଛାଡ଼, ଚାଳ ଆଜବେଷ୍ଟ ସେ ତ ଦୂରର କଥା, ମାନେ ଡାଇରେକ୍ଟ ଛାତ ତ ଛାତ, ଦୋତାଲା ବାଟି ଯାଇକି ହାଜର ସେଠି। ମାନେ ଭାବୁଥା ମାଇକିଆ, ଗରିବ ତ ଗରିବ ପୁରା ଟୋଟାଲ, ଧନୀ ଯାଇକି ସିଏ ଯାଇକି ଯୋଉ ଯିଏ ଆସିଛନ୍ତି ଅଫିସର, ତାଙ୍କୁ ନେଇକି ଥଣ୍ଡା ପାଣି ଦେଇ ଚେୟାରରେ ବସେଇ, ମାନେ ଛାଡ଼ ତାଙ୍କୁ ଥଣ୍ଡା ପାଣି ଦେଇ ତାଙ୍କୁ କୁହାହଉଛି କି ମ୍ୟାଡାମ ସେଇଟା ହଉଛି ଆମ ଘର, ସେଇଟା ହଉଛି ଆମ ଘର ସେଠି, ୟା ପରେ ଆପଣ ସେଠିକି ଯିବେ ଆଉ। ମାନେ ଏତେ ରେସପେକ୍ଟର ସହିତ ସେ କହୁଛନ୍ତି। ହଁ ତମେ ବି ଭାବୁଥିବ ନା ଠିକ କଥା, ଥଣ୍ଡା ପାଣି ଦବା କଥା, ଖରା ତରା ହଉଛି, କିନ୍ତୁ ନା ତମେ ଯୋଉଟା ବୁଝୁଛ ସେଇଟା ପ୍ରକୃତରେ ନୁହଁ। ଇଏ ଖରା ତରା ଥଣ୍ଡା କି ଯୋଉ ଚର୍ଚ୍ଚା ହଉଛି, ଇଏ ସେଥିପାଇଁ ନୁହେଁ, ଇଏ ହଉଛି କହନ୍ତିନି ଲାଞ୍ଚ ଦେଲେ ଚାଞ୍ଚ ବୁଣିବେ। ତାପରେ ତାଙ୍କର ବି ଭୁଲ କିଛି ନାହିଁ, ଖରାପ ହଉଛି, ଯିଏ ବି ଗୋଟେ ଆମେ ବି ଯିବା ଗୋଟେ ଗାଁକୁ, ଆମକୁ ଯିଏ ଯାହା ଦେବା ଆମେ ପିଇବାନି କି, ସେଇଟା କିଛି ନୁହେଁ। କିନ୍ତୁ ଏମାନେ ଯୋଉ ଆମ ଗାଁରେ ଯୋଉମାନେ ଲୋକ ଅଛନ୍ତି, ସେମାନେ ଏମିତି କରୁଛନ୍ତି କଣ କି ସରକାର ଲୋକ ନା, ତ ତାଙ୍କୁ କିଛିଟା ଦେଲେ ସିଏ ଆମ କାମଟା ଆଗୁଆ କରିଦେବେ ନା। କିନ୍ତୁ ସେଇଟା ସିଏ ଭାବିବା କଥା କି ମାନେ କେବଳ ସିଏ ଏକା ବଞ୍ଚିବେ ନା ଆମେ ବି ବଞ୍ଚିବୁ ତା ଭିତରେ। ଦେଖ ସମସ୍ତେ ଭଲରେ ରହିବା ପାଇଁ ସରକାର ଘର ଦେଉଛନ୍ତି, କିନ୍ତୁ ଏଇଟା କହିବାଟା ମୁଁ ବି ଭୁଲ, କାହିଁକିନା ଦେଖ ସମସ୍ତେ ପାଇବେ, ଆଗ କି ପଛକୁ ପାଇବେ, କିନ୍ତୁ ଯୋଉମାନେ ଗରିବ ସେମାନେ ପାଇପାରୁନାହାନ୍ତି। ମାନେ ଯିଏ ଦୋତାଲା ତାର ପୁଣି, ମୁଁ ଏଥିପାଇଁ କଥାଟା କହିଲି କି ମାନେ ସେ ଲୋକଟା ତାର କିଛି ବି ସେମିତି ଅସୁବିଧା ନାହିଁ, ବୁଝିଲେ କି। ସେ ଲୋକ କେତେ 4 ଜଣ ଅତିକମରେ, ସେ ସବୁ ପଇସା ବାଲା, ତାଙ୍କର ଗାଁରେ ଘର, ବାହାରେ ଘର, ମାନେ 3 ଜାଗା ଘର ରଖିକି ବି ତାଙ୍କର ଘର ଭଡ଼ା ଲାଗୁଛି, ଜାଣିଛ ନା।
4 ତାଲା ତାଙ୍କର ଭଡ଼ା ଲାଗିଛି, ତାପରେ ବି ସିଏ ଆସି କହୁଛି କି ସିଏ ବା ଗାଁରେ କେମିତି ତାଙ୍କର ଚାଲାକିଆ କି କ'ଣ କହିଲ, ପଛରେ ଦୋତାଲା ହେଇଛି, ଆଗରେ ଚାଳ ଘର କରିଦେଇଛି, ଯେମିତି କି ଯିଏ ଆସିଲେ କହିବେ କି ନାଇଁ ଏଇଟା ମୋ ଚାଳ ଘର ଭାଙ୍ଗି ଯାଇଛି, ସେଇଟାକୁ ଦେଖେଇକି ସେ ଘରଟାକୁ ଆଣିବେ ହେରି। ତ ଏଇଭଳିଆ ବୁଦ୍ଧି ଦେଖ ଆମ ଗାଁରେ କୋଉଭଳିଆ ଲୋକ। ସିଏ ତ ତାର ଫୁସଲଉଛି କେମିତି ତା ଘରଟା କେମିତି ହେଇଯିବ ଜଲ୍ଦି, ଆଉ କେମିତି ଆଜି ସେ ଆସି ପୁଣି ସେ ଗାଁରେ ନଥିଲା ଜାଣିଛ ନା, ସେ ଗାଁରେ ନଥିଲା, ସେ ଆସି ସବୁ ଏରିଆ କଥା ତ କହିବିନି, ସେ କିନ୍ତୁ ସେ ଯୋଉଠି ଭଡ଼ା ଘର ସେଠି ରହୁଛନ୍ତି ତାଙ୍କର ନିଜ ଜାଗା ଫାଗା କିଣିକି ପଇସା ବାଟି ନା ମାଲଦାର ବାଟି ସେ, ତ ସିଏ ସେଠି ରହୁଛନ୍ତି। ସିଏ ଯେମିତି ଶୁଣିଲେ କି ଗାଁକୁ ଆସିଛନ୍ତି ଇନକ୍ୱାରି ବାଲା ଆସିଛନ୍ତି, ଗାଁ ଘର ଆସୁଛି ଭଳିଆ, ସେମାନେ ତା ପୂର୍ବ ଦିନ ଆସିଛନ୍ତି ଏଠି ବୁଝିଲେ କି, ଗାଁରେ ଘର କରିବେ ପିଲା। ତ ସେ ଘରଟା ଯୋଉ ମାଟି ଘରଟା ତାଙ୍କର ଆଗରେ ଅଛି, ପଛରେ ଦୋତାଲା, ତ ସିଏ ଆସିକି ସେଇଟାକୁ ଫୁସଲଉଛନ୍ତି କି ମ୍ୟାଡ଼ାମ ଆମେ ଘରଟା କେମିତି କରିବୁ ବୁଝିଲେ କି। ମାନେ ଧନୀ ତ ଧନୀ, ମା ଆଜ୍ଞା କୋଟିପତି ଜାଣ ଯେ ହେବେ ମୁଁ ଭାବୁଛି। ହଉ ଛାଡ଼, ଏ ଭିଡ଼ିଓ କରିବାର ମାନେ ହେଉଛି କି ଆମେ ଗରିବ ସତ, କ'ଣ ଗରିବ କ'ଣ ଚୁକି ଚୁକି ମରିବ, ମାନେ ସଦାବେଳେ କ'ଣ ଗରିବ ସମସ୍ତଙ୍କ ତଳେ, କେବେ ବି ସେ ବଡ଼ ହବାର ସ୍ୱପ୍ନ ଦେଖିପାରିବନି ନା, ଚାଳ ଘର କେବେ ଛାତ ଘରକୁ ଯାଇପାରିବନି। ଏଇଟା ମୋ ପ୍ରଶ୍ନ ନୁହଁ, ସମସ୍ତଙ୍କର। ଦେଖ ସମସ୍ତେ ତ ଧନୀ, ସମସ୍ତେ ଗରିବ, କିନ୍ତୁ ଆମେ ମଣିଷ ହେଇକି ଆଉ ଗୋଟେ ମଣିଷକୁ ମାନେ ଏତେ କେମିତି କରିପାରୁଛେ, ମାନେ ପୋଲିସ କୁହାଉଛି ତ, ମାନେ ସେ ଜାଣିଛି ସେ ଲୋକ କି ସେ ଆଉ ଜଣେ ଯିଏ ଅଛି ତା ପାଖରେ କି ସେ ଜାଣିଛି ତୋର ଚାଳ ଘର, ତୋର ଘରେ ପାଣି ଗଳୁଛି, ସେ ଜାଣିଛି, ତାପରେ ବି ତାକୁ ଥଟାରେ କହୁଛି ତମର ତ ଏସି ଲାଗିଛି, ତୁ ଏତେ ଜଲ୍ଦି କ'ଣ ଚୋରି, ମାନେ ତାକୁ ଗୋଟେ ରେଟ୍ରେ ବାଧୁଥିବ ସେଟାରେ କୁହ, ମାନେ କୁହ ଏଠି। ମୁଁ ସେଠି ଥିଲି, ମୋ ଦେହ ତ ଗଲାନି, ମୁଁ କହିଲି ଅନେଇଲ ଭାଇନା ବହୁ କହୁଛ, ମୁଁ ଟିକେ ଗାଳି କରିଦେଲି ସେଠି ଆଉ, ହେଲା କି ସେ ଭାବୁଣ ମତେ ଟିକେ କିନ୍ତୁ କିଛି କହିବେନି। ତାପରେ ଆଉ ଜଣେ ସ୍ତ୍ରୀ ଲୋକ ସେଠି ଥିଲେ, ସେ ମୋ ବଡ଼ ବୋଉ ହେବେ ହିସାବରେ, ମାନେ ନିଜର ନୁହେଁ ବାସ୍ ସାହି ପଡ଼ିଶାର। ତାଙ୍କର ସ୍ୱାମୀ ଡେଥ୍ ହେଇଯାଇଛନ୍ତି, ତ ତାଙ୍କ ପୁଅ ବି କାମକୁ ପଳେଇଛନ୍ତି। ତାଙ୍କ ଗାଁରେ ତାଙ୍କ ପୁଅ ନାଁରେ ଘର ଆସିନି, କି ତାଙ୍କ ବୋଉ ନାଁରେ ଯିଏ ଆସିଛନ୍ତି ସେ ମୋ ବଡ଼ ବୋଉ ଯିଏ ତାଙ୍କ ନାଁରେ ବି ଘର ଆସିନି। ତ ଭାଇ ତ ପଳେଇଛନ୍ତି କାମକୁ, ତ ଇଏ ଅଛନ୍ତି ବଡ଼ ବୋଉ ତ ଘରେ ଥିଲେ, ସିଏ ଯେମିତି ଶୁଣିଲେ କି ଇନକ୍ୱାରି ବାଲା ଆସିଛନ୍ତି, ତ ସିଏ ବି ଆସିଛନ୍ତି ତାଙ୍କ ଘର ଦେଖିବା ପାଇଁ ବୁଝିଲେ କି। କିନ୍ତୁ ସିଏ ବସିଛନ୍ତି ଯୋଉଆଡ଼େ ଘର ଟୋଟାଲ ଖାଲି ସମସ୍ତଙ୍କର ଛାତ, ସିଏ ଟୋଟାଲ ଯାଇକି ସେ ମୁଣ୍ଡେ ପୁରା ଗାଁ ଲାଷ୍ଟରେ ପହଞ୍ଚିଛନ୍ତି, ଆଉ କହୁଛନ୍ତି କି ହଁ ସେଇ ଫଟୋ ଘରଟା କି, ମାନେ କ'ଣ କହିବ ସେଠି, ଛାଡ଼। ମାନେ ଗୋଟେ କଥା ଭାବ, ଯୋଉ ପଟେ ଚାଳ ଘର ଆଜବେଷ୍ଟ ଘର ସେପଟକୁ ସେ ଇନକ୍ୱାରି ନ କରିବାକୁ ଯାଇକି ଯୋଉପଟେ ଛାତ ଘର ଦୋତାଲା, ସେ ଗୋଟେ ତାଲା ହଉ କିନ୍ତୁ ଛାତ ଘର ନା, ସେ ସେପଟକୁ ଯାଇଛନ୍ତି ଦେଖିବା ପାଇଁ କୋଉଟା ଭାଙ୍ଗିଛି କୋଉଟା କ'ଣ ହେଇଛି। ମାନେ ସେ ଯୋଉମାନେ କହନ୍ତିନି ପଇସା ବାଲା, ତାଙ୍କ ଗାଁ ଲାଷ୍ଟରେ ଯାଇକି ସେ ପାଇଛନ୍ତି। ଆଉ ମୁଁ ଯେତେବେଳେ ଗଲି ମୁଁ କହିଲି କେତେ ଘଣ୍ଟାଏ ଖଣ୍ଡେ ସେଠି ଅପେକ୍ଷା କଲି, ତାକୁ ନଉଛି ସିଏ କ'ଣ କରୁଛି ଇଏ କ'ଣ କରୁଛି, ସିଏ କ'ଣ କହୁଛି, ଖାଲି ଶୁଣୁଥାଏ। ମୁଁ କ'ଣ କହିବି, ସମସ୍ତେ ବଡ଼ ଲୋକ ନା, କାହାକୁ କ'ଣ କହିବ, ଛାଡ଼। ତାପରେ ମୁଁ କିଛି କହିବା ପୂର୍ବରୁ ସେ ବଡ଼ ବୋଉ ଜଣକ ଗାଳି କଲେ, ମାନେ କହିଲେ, ମାନେ ଗାଳି କରିକି କହିଲେ, ବହୁତ ତାଙ୍କୁ ଗାଳି କହିଲେ ଦେଖ ଆମର ଏପଟେ ଆମର ବହୁତ ଅସୁବିଧାରେ ଆମେ ଅଛୁ, ଆମେ ଜରି ପକେଇକି ଆମର ରହୁଛୁ, ତମେ ସେପଟେ ଫାଷ୍ଟ ନ ଦେଖେଇକି ତମେ ଏପଟକୁ କେମିତି ପଳେଇ ଆସିଛ। ମାନେ ସେ ଡାଇରେକ୍ଟ ଇନକ୍ୱାରି ବାଲାଙ୍କୁ ତାଙ୍କୁ ଗାଳି କଲେନି, ଯିଏ ଆସିଥିଲେ ଆମର ଯିଏ ସରପଞ୍ଚ ସେ ତାଙ୍କୁ କହିଲେ, କାହିଁକିନା ସିଏ ଆମ ଗାଁ ଲୋକ ନା, ତ ତାଙ୍କୁ ହିଁ କହିଲେ, ସେ ବାହାର ଲୋକଙ୍କୁ କହିନାହାନ୍ତି। ତ ସେ କଥା ସେ କହିଲେ, ସିଏ କିନ୍ତୁ ତାଙ୍କୁ କହନ୍ତି କି ହଁ ଆମେ ଯାଉଛୁ, ଠିକ୍ ଅଛି ଯାଉଛ ଠିକ୍ ଅଛି, ଆଗ ହଉ କି ପଛ ହଉ କାମ ତ ହେଇଯିବ, ସେଇଟା ଠିକ୍ ଅଛି। କିନ୍ତୁ ଏ କଥାଟା ହେଉଛି କଥା, ଯୋଉମାନେ ଗରିବ ସେମାନେ ପାଉନାହାନ୍ତି, ଯିଏ ଧନୀ ସିଏ ତାଙ୍କ ଘର ଭଲ କରିକି ବାହାରେ ଘର ଭଡ଼ା ଲଗେଇକି ତଥାପି ତାଙ୍କୁ ସରକାର ଆଗ। କିନ୍ତୁ ଯିଏ ଗରିବ, ଗୋଟେ ଗରିବର ଚିନ୍ତା କ'ଣ, ସିଏ ଖଟିଲେ ଖାଇବ, କିନ୍ତୁ ସିଏ କେତେବେଳେ କାହାର ପର ଜିନିଷଟା ଆଶା କରେନି ବୁଝିଲେ କି। କିନ୍ତୁ ବାସ୍ ଏତିକି, ବହୁତ କିଛି କହିଦେଲି। ଭିଡ଼ିଓ ବି ନୂଆ ଭିଡ଼ିଓ ମୋର ବହୁତ ଲଙ୍ଗ ହେଇଯାଉଛି, ବାସ୍ ସେତିକି, ରହୁଛି, କଥା ହେବା ଆର ଭିଡ଼ିଓରେ।